ଏବେ ଆମ ସ୍କୁଲ ପିଲା ଏଇଠି ତାଲା ପକାଇକି ବାହାରେ ବସିଛୁ କାରଣ ଆମ ସ୍କୁଲରେ ଯୋଉ 3 ଜଣ ଆମର ସାର୍ ଥିଲେ ତାଙ୍କୁ ବଦଳ କରାଯାଇଛି। ସେମାନେ ସେମାନେ ନନ୍ଦ ସାର୍, ପଞ୍ଚୁ ସାର୍ ଓ ଦିलीप ସାର୍ ଆମର ଥିଲେ ପ୍ରଥମେ CRCC ଥିଲେ କାର୍ଯ୍ୟ କରୁଥିଲେ। ଏବେ ସେ ଆମ ସ୍କୁଲକୁ ଆସିଥିଲେ ଏବଂ ପଞ୍ଚୁ ସାର୍ ଆମର ବିଜ୍ଞାନ ପଢ଼ାଉଥିଲେ, ନନ୍ଦ ସାର୍ ଆମର ଇତିହାସ ପଢ଼ାଉଥିଲେ। ଆମର ନୂଆ ସାର୍ଙ୍କର ଆମର ପୁରୁଣା ସାର୍ ଥିଲେ ଆମର ଯୋଉ ପୁରୁଣା ସାର୍ ମାନେ ଥିଲେ ସେମାନେ ଆମକୁ ଯେମିତି ଭଲ ପାଇବା ହେରିକା ଦେଇଥିଲେ, ଆମେ ତ ଜାଣିନୁ ନା ନୂଆ ସାର୍ ମାନେ ସେମିତି ଆମକୁ ଦେବେ କି ନାହିଁ। ଆଉ ଆମ ନୂଆ ସାର୍ଙ୍କ ସହିତ ଏଇନା ସରକାର ତ ପାସ୍ ଫେଲ୍ ଲାଗୁ କରିଦେଇଛନ୍ତି। ନୂଆ ସାର୍ ଏବେ ଆସିବେ, ଏଇନା ଆମର ତାଙ୍କ ସହିତ ମିଶିବାକୁ ମିନିମମ୍ ମାସେ ଲାଗିବ, ମାସେ କିମ୍ବା 2 ମାସ। ତାପରେ ପୁଣି ପାଠ ପଢ଼ା ହବ, ପାଠ ଯେହେତୁ ପଢ଼ା ନ ହେଇଛି ଯଦି ଆମେ ଫେଲ୍ ହେଇକି କ'ଣ ଆମେ ଏଇ ଛୋଟ ପିଲାଙ୍କ ସହିତ ବସିବୁ କି? ଆମେ ଚାହୁଁ ଯେ ଆମେ ଆମ ସାର୍ ମାନଙ୍କୁ ସଦାବେଳେ ମନେ ରଖୁ। ଆମ ସାର୍ ମାନେ ଏଇ ସ୍କୁଲରେ ରହି ଏଇ ସ୍କୁଲ ପିଲାଙ୍କୁ ସଦାବେଳେ ପଢ଼ାନ୍ତୁ, କିନ୍ତୁ ଆମ ସାର୍ ମାନଙ୍କୁ ଟ୍ରାନ୍ସଫର କରାଯାଇଛି। ଆମେ ଚାହୁଁଛୁ ଆମ ସ୍କୁଲ ଆମର ଯୋଉ ସାର୍ ମାନେ ଚାହୁଁଛନ୍ତି କି ଯିବାକୁ ତାଙ୍କ ଇଚ୍ଛାରେ ସେ ଯାଇପାରିବେ, ଆମେ ତାଙ୍କୁ ଅଟକାଇବୁନି। କିନ୍ତୁ ଯୋଉ ସାର୍ ମାନେ ନ ଚାହୁଁଛନ୍ତି, ଆମର ଯୋଉ ସାର୍ ମାନେ ଅଛନ୍ତି ସେମାନଙ୍କୁ ଆମକୁ ଆମ ସ୍କୁଲକୁ ପୁଣି ଫେରି ଆସନ୍ତୁ। ଯେମିତି ନନ୍ଦ ସାର୍, ପଞ୍ଚୁ ସାର୍, ଦିलीପ ସାର୍ ଆମ ସ୍କୁଲକୁ ଫେରି ଆସନ୍ତୁ। ଯଦି ସେମାନେ ଇଚ୍ଛା କରିବେ ତାହେଲେ ସେମାନେ ଯାଇପାରିବେ, ଆମେ ତାଙ୍କୁ ଅଟକାଇବୁନି।